ରଞ୍ଜିତ ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର ଗାଥା ଏବେ ବି ଶୁଣାଏ ସେ ଅମର ଗାଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। ଏ ମାଟିର ଇତିହାସର କାହାଣୀ ପେଡ଼ିରେ ଅନେକ ଦେଶ ପ୍ରୀତିର ଆଲେଖ୍ୟ, ଲୋମହର୍ଷଣକାରୀ ଅତ୍ୟାଚାର, ରାଜୁଡ଼ା ଶାସନର ନିଚ୍ଛକ ଚିତ୍ର, ପ୍ରତ୍ୟକ୍ଷ ରକ୍ତାକ୍ତ ସମରର, ଫିରିଙ୍ଗୀମାନଙ୍କର ଶୋଷଣ କଷଣର ବିବରଣୀ, ଆଉ ସେ ସବୁର ପ୍ରତିରୋଧକାରୀ ଦେଶ ଜାତିପ୍ରେମୀମାନଙ୍କର ସଂଗ୍ରାମ ଓ ବଳିଦାନର ଅମର ଗାଥା। ବାସୁ ସେଠୀ ପରି ବିଶୁନି ମଢୁଆଳର ମୁକ୍ତି ପାଇଁ ଆତ୍ମବଳିଦାନ ଆଜି ବି ଇତିହାସ ପୃଷ୍ଠାରେ ଅମରାକ୍ଷରରେ ବଞ୍ଚି ରହିଛି। ସେହି ଛମୁକା ଅଞ୍ଚଳର ଆଉ ଗୋଟିଏ ଗାଁ ବର୍ତ୍ତନୀ। ବିଶୁନି ସେଇଠି ଜନ୍ମ ହେଇ ବଡ଼ ହେଇଛି। ଅପେକ୍ଷାକୃତ ଭଲରେ ଚଳୁଥିବା ଲକ୍ଷ୍ମଣ ମଢୁଆଳଙ୍କ କୂଳପାଳ ବିଶୁନି। ଜାତିରେ ଖଣ୍ଡାୟତ, ବେଉସା, ଚାଷ ଓ ଆବଶ୍ୟକ ବେଳେ ଶତ୍ରୁ ବିରୋଧରେ ସଂଗ୍ରାମ। ଶ୍ରୀ ଅକ୍ଷର ବିବର୍ଜିତ ବର୍ତ୍ତନୀର ବିଶିଷ୍ଟ ଧନୀ ଦୀନବନ୍ଧୁ ଖଣ୍ଡାୟତ ପରିବାରର ଏକାନ୍ତ ବିଶ୍ୱସ୍ତ ଅନୁଚର। ପିଲାଦିନରୁ ସେ ଶୁଣୁଥିଲା ରାଜାଙ୍କ ଅନ୍ୟାୟ ଅତ୍ୟାଚାରର କାହାଣୀ। ମନ ଭିତରେ ଜଳି ଉଠୁଥିଲା ରାଜାଙ୍କ ବିରୋଧରେ ବିଦ୍ରୋହର ଅଗ୍ନିଶିଖା। ଦୀନବନ୍ଧୁଙ୍କ ଘରେ ବସୁଥିବା ପ୍ରଜାମେଳି ସଭାରେ ବସି ବସି ସେ ସାଜିଲା ରାଜବିଦ୍ରୋହୀ। ରାଜବିଦ୍ରୋହୀରୁ ବନିଗଲା ପ୍ରଜାମେଳିର ନେତା। ବିଦ୍ରୋହର ଅଗ୍ରଦୂତ ଭାବରେ ତାର କାର୍ଯ୍ୟକଳାପ ଶୁଣିବା ପାଇଁ ନିଶ୍ଚୟ ଆପଣମାନଙ୍କର ଆଗ୍ରହ ଜନ୍ମିବଣି। ଖଣ୍ଡାୟତ ଛୁଆ ବିଶୁନି। ଯୁଦ୍ଧ କରିବାର ରକ୍ତ ପ୍ରବାହିତ ତାର ପ୍ରତିଟି ଶିରା ପ୍ରଶିରାରେ। ଲାଠି, ତରବାରୀ ଓ ମୁଦ୍ଗର ଚାଳନାର ପ୍ରଶିକ୍ଷଣ ଶୈଶବରୁ। ଅମାପ ଶକ୍ତି ଭରି ରଖିଛି ଦୁଇ ପ୍ରଲମ୍ବ ବାହୁରେ। ଏକାକୀ 50 ଯୋଦ୍ଧାଙ୍କୁ ମୁକାବିଲା କରିବାର ସାମର୍ଥ୍ୟ। ପିଲାଟି ଦିନରୁ ଦେଖି ଆସୁଛି ରାଜ ଅତ୍ୟାଚାର। ତା ପରିବାର ବି ରାଜାଙ୍କ ଅତ୍ୟାଚାରରୁ ରକ୍ଷା ପାଇନଥିଲା। ଏସବୁ ଦେଖି ରାଗରେ ରକ୍ତ ଚାଉଳ ଚୋବାଉଥିଲା ସେ। ଭିତରେ ଜାଗି ଉଠୁଥିଲା ଲଢ଼ୁଆ ମନୋଭାବ। ସେ କେବଳ ଥିଲା ସୁଯୋଗ ଅପେକ୍ଷାରେ। ତାର ସେବା ଓ ସଚ୍ଚୋଟପଣିଆ ସମସ୍ତଙ୍କୁ ମୁଗ୍ଧ କରିଥିଲା। ତା ପ୍ରତି ସମସ୍ତଙ୍କର ଥିଲା ଅଖଣ୍ଡ ବିଶ୍ୱାସ। ପ୍ରଜାମେଳି ସଭାର ଖବର ନେବା ଆଣିବା, ଲୋକଙ୍କୁ ଏକାଠି କରି ରାଜାଙ୍କ ବିରୋଧରେ ମତାଇବା ତାର ପିଲାଦିନରୁ ଥିଲା ମୁଖ୍ୟ କାମ। ଏମିତି ଭାବରେ ସେ ସଂଗ୍ରାମର ଭିତ୍ତିଭୂମି ପ୍ରସ୍ତୁତ କରି ଚାଲିଥିଲା। 1921 ମସିହା ମେ ଜୁନ୍ ମାସର ଘଟଣା। ଦୀନବନ୍ଧୁ ଖଣ୍ଡାୟତଙ୍କ ଘରେ ଚାଷୀମାନଙ୍କର ବସିଛି ଗୁପ୍ତ ବୈଠକ। ରାଜାଙ୍କ ବିରୋଧରେ ଚାଲିଛି ସରଗରମ ଆଲୋଚନା।
ରାଜାଙ୍କ ମନମୁଖୀ ଖଜାଣା ବୃଦ୍ଧି ଆଉ ଅତ୍ୟାଚାରକୁ ଯେକୌଣସି ପ୍ରକାରେ ରୋକିବାକୁ ହେବ। ଏମିତି ହରକତ ହେଇ ବଞ୍ଚିବାର ମାନେ କ'ଣ? ବରଂ ପ୍ରତିରୋଧ କରି ମା ମାଟି ଛାତିରେ ଶରୀରର ବିନ୍ଦୁ ବିନ୍ଦୁ ରକ୍ତ ନିଗାଡ଼ି ଦେବା ଶ୍ରେୟସ୍କର। ସଭାରେ ଚାଷୀମାନଙ୍କର ଇଏ ଥିଲା ବଜ୍ର ଶପଥ। ପ୍ରଜାମାନଙ୍କ ଭିତରେ ବିପ୍ଳବର ବହ୍ନିକୁ ତେଜିଆନ କରିବା, ରାଜାଙ୍କ ନିର୍ଯାତନା ବିଷୟରେ ପ୍ରଜାଙ୍କୁ ବୁଝାଇ ସେମାନଙ୍କ ଦେହରେ ଶତସିଂହର ବଳ ଭରିଦେବା ଥିଲା ବିଶୁନିର ଦାୟିତ୍ୱ। ଦୀନବନ୍ଧୁ ଖଣ୍ଡାୟତଙ୍କ ନିର୍ଦ୍ଦେଶ ବିଶୁନିର ଶିରୋଧାର୍ଯ୍ୟ। ଦୀନବନ୍ଧୁ ହିଁ ତାର ସଂଗ୍ରାମୀ ଜୀବନରେ ପ୍ରେରଣାର ଉତ୍ସ। ଇଂରେଜମାନଙ୍କ ବିରୋଧରେ ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ, ସେ ବିଷୟରେ ପ୍ରଜାମାନଙ୍କୁ ପ୍ରରୋଚନା ଦେବା ମଧ୍ୟ ବିଶୁନି କରୁଥାଏ। ପାଠ ନ ପଢ଼ିଥିଲେ ବି ଲୋକଙ୍କୁ କେଉଁ ଭାଷାରେ ମତେଇବାକୁ ହେବ, ସେ ଶକ୍ତି ଈଶ୍ୱର ଦତ୍ତ। ବିଶୁନିର ପ୍ରରୋଚନାରେ ଅନେକ ଅଶିକ୍ଷିତ ଲୋକ କଂଗ୍ରେସର ସଭ୍ୟ ହେବାକୁ ଲାଗିଲେ। ବିଶୁନି ଥିଲା 1 ନମ୍ବର କଂଗ୍ରେସ କର୍ମୀ। ଭାଇମାନେ, ଆସ, ଏକଜୁଟ ହୁଅ, ହାତରେ ହାତ ମିଶାଅ, ହୃଦୟରେ ଧୈର୍ଯ୍ୟ, ମନରେ ଦୃଢ଼ତା, ଶରୀରରେ ଥିବା ଶକ୍ତିକୁ ଏକତାର ମହାସ୍ରୋତରେ ମିଶେଇ ଦେଇ ଆଗେଇ ଆସ। ଆମେ ଲଢ଼ୁଆ ପାଇକ, ଲଢ଼େଇ କରିବା ଆମର ଧର୍ମ। ରାଜତନ୍ତ୍ରର ଅତ୍ୟାଚାରକୁ ଦମନ କରି ମୁକ୍ତିର ସ୍ୱପ୍ନ କ'ଣ ଆପଣମାନେ ଦେଖନ୍ତିନି? ଯଦି ଓଡ଼ିଆ ଜାତିର ବୀର ରକ୍ତ ଆପଣମାନଙ୍କ ଦେହରେ ପ୍ରବାହିତ ହେଉଥାଏ, ତେବେ ଘରଦ୍ୱାରର ମାୟା ମମତାକୁ ଜଳାଞ୍ଜଳି ଦେଇ ଆଗେଇ ଆସନ୍ତୁ। କାପୁରୁଷ ପରି ପ୍ରାଣ ଭୟରେ ଘର କୋଣରେ କତରା ଘୋଡ଼େଇ ହୋଇ ଶୋଇ ରହିବା ଓଡ଼ିଆର ଧର୍ମ ନୁହେଁ। ଏ ଜାତି ଶିଖିଛି ମାରିବା ନହେଲେ ମରିବା। ଯଦି ମଣିଷ ପରି ବଞ୍ଚିବାକୁ ଚାହଁ, ତେବେ ଜୀବନ ଦେଇ ଦମନ କର ରାଜା ଆଉ ଫିରିଙ୍ଗି ଶାସକଙ୍କର ବର୍ବରୋଚିତ ଅତ୍ୟାଚାରକୁ। ଆସ ଭାଇମାନେ, ଆଗେଇ ଆସ, ନିଜକୁ ସାମିଲ କରିଦିଅ ସଂଗ୍ରାମର ମହାସ୍ରୋତରେ। ଏ ଥିଲା ବିଶୁନିର ଆହ୍ୱାନ। ସତେ କ'ଣ ବିଶୁନିର ବଜ୍ର ନିର୍ଘୋଷ ଆହ୍ୱାନ ସୁପ୍ତ ସିଂହକୁ ଜାଗ୍ରତ କରିବାରେ ସମର୍ଥ ହୋଇଥିଲା? ସତେ କ'ଣ ସାଧାରଣ ଜନତା ଏକଜୁଟ ହେଇ ଏକ ସ୍ୱରରେ ସଂଗ୍ରାମର ଡାକରା ଦେଇଥିଲେ? ଏମିତି ଅନେକ ପ୍ରଶ୍ନର ଉତ୍ତର ଦେବ ଏ ମାଟିର ଇତିହାସ। ଇତିମଧ୍ୟରେ ଆସିଯାଇଛି ଏପ୍ରିଲ 22 ତାରିଖ। ସେଦିନ ଥିଲା ଛମୁକା ଅଞ୍ଚଳର ମୁକ୍ତି ସଂଗ୍ରାମର ଅୟମାରମ୍ଭ। ରାଜନଅରରେ ମେଘପୁର ବଜ୍ର ମହାକାଳୀଙ୍କ ମନ୍ଦିର ସମ୍ମୁଖରେ ମିଳିଆମାନଙ୍କର ବିରାଟ ପଟୁଆର। ସମସ୍ତଙ୍କ ହାତରେ ସିନ୍ଦୁର ମଖା କଳା ମିଚିମିଚି ଦେଖାଯାଉଥିବା ଖଣ୍ଡିଏ ଖଣ୍ଡିଏ ଲାଠି। ଲାଠି ଚାଳନାରେ ସମସ୍ତେ ଏପରି ସିଦ୍ଧହସ୍ତ ଯେ ଦୂରରୁ ଟେକାଟିଏ ଫିଙ୍ଗିଲେ ମଧ୍ୟ ଲାଠିରେ ବାଜି ଫେରି ଆସିବ। ସମସ୍ତଙ୍କ କପାଳରେ ଦୀର୍ଘ ସିନ୍ଦୁର ଟିକା, ଗାଲରେ ଗାଲମୁଛା। ବାଘର ନିଶ ପରି ନିଶ ଦୁଇଟି ଗାଲମୁଛା ସହିତ ମିଶି ଯାଇଛି। କଂସା କବାଟ ଭଳି ପ୍ରଶସ୍ତ ବକ୍ଷ, ସୁକଠିନ ମାଂସପେଶୀରେ ବାହୁଟି, ପାଇକାଳି ପାଇ କଛା ଉପରେ ଅଣ୍ଟାରେ କମରପଟି। ପ୍ରତ୍ୟେକଟି ସଂଗ୍ରାମୀର ମହାବଳ ବାଘ ପରି ଚେହେରା। ସେ ପଟୁଆରକୁ ଦେଖିଲେ ଯେ କେହି ଭାବିବ ଯେମିତି ଗୋଟାଏ ଭୟଙ୍କର କାଳ ବୈଶାଖୀ ପ୍ରବଳ ବେଗରେ ମାଡ଼ି ଆସୁଛି ରାଜା ଓ ରାଜଉଆସକୁ ସମୂଳେ ନିଶ୍ଚିହ୍ନ କରିଦେବା ପାଇଁ। ବଜ୍ର ମହାକାଳୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହେଉଛି ଜୟ ମା ବଜ୍ରକାଳୀ ଧ୍ୱନିରେ। କମ୍ପି ଯାଉଛି ଗଗନ ପବନ। ଉତ୍ତାଳ ସମୁଦ୍ରର ଗର୍ଜିତ ଲହରୀ ପରି ମାଡ଼ି ଆସୁଛନ୍ତି ଦଳ ଦଳ ମୁକ୍ତି ସଂଗ୍ରାମ ବାହିନୀ। କାହାର ବା ସାହସ ହେବ ସେ ଜନ ସମୁଦ୍ରକୁ ରୋକିବାକୁ? ସମସ୍ତଙ୍କ ଆଗରେ ଅଛି ବିଶୁନି। ଗର୍ଜନ କରି ସମସ୍ତଙ୍କୁ ଉତ୍ସାହ ଦେଇ କହୁଛି, ଭୟ ନାହିଁ, ଭୟ ନାହିଁ। ରାଜତନ୍ତ୍ରର ଅତ୍ୟାଚାରର ଅନ୍ତ ଆମର କାମ୍ୟ। ତୁମମାନଙ୍କ ଆଗରେ ତୁମ ନେତା ବିଶୁନି ମଢୁଆଳ ଠିଆ ହେଇଛି।
ସମସ୍ତଙ୍କ ଆଖି ବିଶୁନି ମଢୁଆଳ ଉପରେ। ସେ ଯେ ଶତ୍ରୁପକ୍ଷ ପାଇଁ ଆତଙ୍କ। ବିନା ଜାଲରେ ସେପରି ଗୋଟାଏ ବାଘକୁ ଆୟତ୍ତ କରିବା ସହଜସାଧ୍ୟ ନୁହେଁ। ବିଶୁନି ଘରୁ ବାହାରିବା ପୂର୍ବରୁ ତା ସ୍ତ୍ରୀକୁ କହିଲା, ଦେଖ, ତୁ ଖଣ୍ଡାୟତ ରମଣୀ। ସ୍ୱାମୀ କପାଳରେ ବିଜୟ ତିଳକ ଦେଇ ଯୁଦ୍ଧକ୍ଷେତ୍ରକୁ ପଠାଇବା ଜଣେ ବୀର ନାରୀର ଧର୍ମ। ତୋ କାଚ ସିନ୍ଦୁର ଏ ମାଟି ମାର ସୀମନ୍ତ ସିନ୍ଦୁରଠୁ ଅଧିକ ମୂଲ୍ୟବାନ। ତାକୁ କଳଙ୍କିତ ହେବାକୁ କେବେ ଦେବନି। ଯଦି ମୁଁ ଯୁଦ୍ଧରେ ଜୟ କରି ଫେରି ଆସେ, ତୋ କାଚ ସିନ୍ଦୁର ଖାଲି ବଜ୍ର ହେବନି, ମା କପାଳର ସିନ୍ଦୁର ବିନ୍ଦୁ ଦାଉ ଦାଉ ହେଇ ଜଳିବ। ଯଦି ମୁଁ ନ ଫେରେ, ଆଖିରୁ ଟୋପେ ହେଲେ ଲୁହ ଗଡ଼େଇବୁନି, ବରଂ ଗର୍ବରେ ଛାତି ଫୁଲେଇ ହସି ହସି କହିବୁ, ମୋ ସ୍ୱାମୀ ମାଟି ମାର ମୁକ୍ତି ପାଇଁ ଲଢ଼େଇ କରି ଶହୀଦ ହେଇଛନ୍ତି। ଏଇ କେଇ ପଦ କଥାରେ ସ୍ତ୍ରୀ ଆଖିରୁ ଗଡ଼ି ଆସୁଥିବା ଲୁହଧାର ଦୁଇଟି ଅଧାରେ ଅଟକି ଯାଇଥିଲା। ପଣତ କାନିରେ ଅଧା ଗଡ଼ା ଲୁହକୁ ପୋଛି ଅଳ୍ପ ହସି ସ୍ୱାମୀକୁ ବିଦାୟ ଦେଇ କହିଲା, ମୁଁ ଦୁଃଖ କରିବିନି, ତମେ ନିର୍ଭୟରେ ଯାଅ। ମା ବଜ୍ର ମହାକାଳୀ ତମକୁ ସହାୟ ହେବେ। ଦୁଆର ମୁହଁରେ ପୁଅ ନରେନ୍ଦ୍ର ଓ ଯୋଗେନ୍ଦ୍ରକୁ ଗେଲ କରି ବାମ କାନ୍ଧରେ ଧନୁ ଓ ସର, ବାଟୁଳି, ଡାହାଣ ହାତରେ ସିନ୍ଦୁର ଲଗା କାଠର ଠେଙ୍ଗା ଧରି ଆଗେଇ ଚାଲିଲା ବିଶୁନି। ପଛକୁ କେବେ ଫେରି ଚାହିଁ ନଥିଲା। ଉଭୟ ପକ୍ଷର ଆଶା ଆଶଙ୍କା ଓ ଉତ୍ତେଜନା ଭିତରେ 22 ତାରିଖର କାଳରାତ୍ରି ଶେଷ ହୋଇ 23 ତାରିଖ ସକାଳ ହେଲା। ଧୀରେ ସୂର୍ଯ୍ୟ ଦେବତା ଉପରକୁ ଉଠୁଥିଲେ। ବଢ଼ୁଥିଲା ବାୟୁମଣ୍ଡଳର ତାତି। ଖରାବେଳ ଝାଞ୍ଜିକୁ କାହାରି ଖାତିର ନାହିଁ। ସମସ୍ତେ ଶତ୍ରୁପକ୍ଷ ସହିତ ଲଢ଼ିବା ପାଇଁ ଅପେକ୍ଷାରତ। ଦେଖାଗଲା ତିନୋଟି ସୁସଜ୍ଜିତ ପାଲିଙ୍କିରେ ଏସ୍ପି ଶ୍ରୀକୃଷ୍ଣ ମହାପାତ୍ର, ଇନ୍ସପେକ୍ଟର, କନିକା ରାଜାଙ୍କର ନୃଶଂସତମ ଅଫିସର ରାଧାଶ୍ୟାମ ଦାସଙ୍କ ପୋଲିସ ଫୌଜ ସହିତ ଶୋଭାଯାତ୍ରା। ପଛରେ ଚାଲିଥିଲେ ସହସ୍ରାଧିକ ନଅରତଳିଆ ଦେଶଦ୍ରୋହୀ ଗୁଣ୍ଡା ବାହିନୀ। ଲକ୍ଷ୍ୟସ୍ଥଳ ଥିଲା ପତରପୁର ବା ଆଧୁନିକ ପାଟପୁର। ସମସ୍ତଙ୍କ ଆଖି ବିଶୁନି ମଢୁଆଳ ଉପରେ। ଚାରିଆଡ଼େ ଖାଲି ମୁଣ୍ଡମାଳ। ଥାଳି ମାରିଦେଲେ ଚାଲିଯିବ। ପ୍ରାୟ 2000 ଲୋକଙ୍କର ସମାବେଶ। ସେମାନଙ୍କୁ ଦେଖି ପାଟପୁରରୁ ପୋଲିସ ଫୌଜ ବାଟ ଭାଙ୍ଗିଲେ ମେଘପୁର ଆଡ଼କୁ। ବିଶୁନି ବଡ଼ ପାଟି କରି କହୁଥାଏ, ଭାଇମାନେ, ଡର ନାହିଁ, କେହି ଡର ନାହିଁ। ଫୌଜର ବନ୍ଧୁକ ଥିଲେ ଆମର ଅଛି ଠେଙ୍ଗା, ବାଟୁଳି, ତେଣ୍ଟା, ଫାର୍ସା, ଟେକା ଓ ପଥର। ମୁଁ ଆଗରେ ଅଛି। ବିଦ୍ରୋହୀ ଜନତା ସମ୍ଭାଳି ପାରିଲେନି। ଉଦୟ ନାୟକ ପୋଲିସ ସାହେବ ମୁଣ୍ଡକୁ ଲକ୍ଷ୍ୟ କରି ଟେକାଟିଏ ମାରିଲା। କିନ୍ତୁ ଟେକାଟା ମୁଣ୍ଡରେ ନ ବାଜି ଟୋପିଟାକୁ ତଳକୁ ଖସାଇ ଦେଲା। ତାତି ଉଠିଲେ ପୋଲିସ ବାହିନୀ। ଗର୍ଜି ଉଠିଲା ଫାଙ୍କା ଗୁଳିର ଆବାଜ। ଡରି ନଥିଲା ବିଶୁନି। ଚାହିଁଥିଲେ ଖସି ଯାଇପାରିଥାନ୍ତା। ହେଲେ ଭୀରୁ ପରି ଯୁଦ୍ଧକ୍ଷେତ୍ର ଛାଡ଼ି ପଳେଇ ଯିବା ଖଣ୍ଡାୟତ ପୁଅ ବିଶୁନି ଶିଖିନଥିଲା। ମରିବ ପଛେ ଶତ୍ରୁକୁ ପିଟି ପିଟି ମାରିଦେବ। ପ୍ରଜାଙ୍କ ଲାଠି ମାଡ଼ରେ ରାଜାଙ୍କର କିଛି ଲୋକ ଆହତ ହେଲେ। ଅବସ୍ଥା ଅଣାୟତ୍ତ ହେବାରୁ ଏସ୍ପି ଶ୍ରୀକୃଷ୍ଣ ମହାପାତ୍ର
गुली चलाइबाकू आदेश देले। बिसुनी पेटरे गोटिए गुली बाजिला। जय मां वज्रकाली, जय मां वज्रकाली कही से ସେଇଠି ଟଳି ପଡ଼ିଲା। से पड़गला बेबर्ता पोखरीर पानी भितरे। पोखरीर पानी लाल ହେଇଗଲା बिसुनी मढ़वाळर विप्लवी रक्तरे। निर्वापित हैला मुक्ति संग्रामर आउ गोटिए दीपशिखा।